ଦେଖନ୍ତୁ ଦର୍ଶକ ବନ୍ଧୁ ଶିକ୍ଷକ ଶିକ୍ଷୟିତ୍ରୀକୁ କେମିତି ପଛପଟୁ ପେଲୁଛି। ଦେଖନ୍ତୁ ଟିକେ ଦୃଶ୍ୟକୁ। ଶିକ୍ଷକଙ୍କ ଅଫିସରେ ଗୋଟିଏ ଫର୍ମକୁ ଧରିକି ଆସିଲା ଆଉ ସେଇଠି ଶିକ୍ଷକଙ୍କୁ ଦେଖେଇଲା ଆଉ ଦେଖିକି ଶିକ୍ଷୟିତ୍ରୀ ନିଜ ବ୍ୟାଗରେ ପୁରେଇଲା। ଠିକ ସେତିକି ବେଳେ ଦର୍ଶକ ବନ୍ଧୁ ସାରଟି ପଛପଟୁ ଉଠିଲା ଆଉ ଶିକ୍ଷୟିତ୍ରୀକୁ ଜାବୁଡିକି ଧରିବି ବୋଲି ଭାବୁଥିଲା, କିନ୍ତୁ ସେଇ ଟାଇମରେ କିଏ ଦେଖିବ ବୋଲିକି ସେ ଏପଟ ସେପଟ ଦେଖୁଥିଲା। ଶିକ୍ଷକ ଭାବୁଥିଲା ଏମିତି ସୁଯୋଗ ଆଉ କେବେ ମିଳିବ ନାହିଁ, ତେଣୁକରି ଏହି ସୁଯୋଗ ମୁଁ ଛାଡ଼ିବି ନାହିଁ। ସେତିକି ବେଳେ ଠିକ ସେ ଶିକ୍ଷକ ଶିକ୍ଷୟିତ୍ରୀକୁ ପଛପଟୁ ଜାବୁଡିକି ଧରିଲା। ଠିକ ସେତିକି ବେଳେ ଶିକ୍ଷୟିତ୍ରୀ ମନା କରୁଥିଲା। ଶିକ୍ଷୟିତ୍ରୀ ଶିକ୍ଷକକୁ କହୁଥିଲା, ଏମିତି କଣ ମୋ ସହିତ ବ୍ୟବହାର କରୁଛ, କଣ ପାଇଁ? ଠିକ ସେତିକି ବେଳେ ଶିକ୍ଷକ କହିଲା, ମୋର ପୁରା ଉଠି ଯାଇଛି, ଆଉ ସମ୍ଭାଳି ହଉନାହିଁ, ସେଥିପାଇଁ ମୁଁ ତମ ସହିତ ଏମିତି କାମ କରୁଛି। ସେଇ କଥା ଶୁଣି ଶିକ୍ଷୟିତ୍ରୀ ନିଜେ ହିଟ୍ ହେଇଗଲା। ତାପରେ ସେ ବି ଶିକ୍ଷକକୁ ଧରିଲା ଆଉ କିସ୍ ମଇଦା କରିଲା ଆଉ ଜାବୁଡିକି ଧରୁଥିଲା। ମତେ ତ ଲାଗୁଛି ଏଇ ଭିଡିଓ ଦେଖିକି ଶିକ୍ଷକ ଓ ଶିକ୍ଷୟିତ୍ରୀ ବାହାଘର ହେଇକି ଛୁଆ ପିଲା ମଧ୍ୟ ଅଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଏଭଳି ପେଲାପେଲି ଚେପାଚେପି କାମ ଆଜି ପର୍ଯ୍ୟନ୍ତ ଛାଡି ନାହାନ୍ତି ଏଇ ଶିକ୍ଷକ ଶିକ୍ଷୟିତ୍ରୀ। ଦେଖନ୍ତୁ ଟିକେ ଦୃଶ୍ୟକୁ ଦେଖନ୍ତୁ ଦର୍ଶକ ବନ୍ଧୁ। ଶିକ୍ଷକ ଚେୟାର ଉପରେ ବସିଛି, ଶିକ୍ଷୟିତ୍ରୀ ଆସୁଛି ତା ଉପରେ ବସୁଛି। ଶିକ୍ଷୟିତ୍ରୀକୁ ଲାଗୁଛି କଦଳୀ ଉପରେ ବସିଛି ଆଉ ବହୁତ ମଜା ଲାଗୁଛି, ସେମିତି ମନେ ମନେ ଭାବୁଛି। କିନ୍ତୁ ଶିକ୍ଷୟିତ୍ରୀକୁ ଡର ମଧ୍ୟ ଲାଗୁଥିଲା, କାହିଁକି ନା ସ୍କୁଲ ଅଫିସରେ ଏଭଳି କାମ କରୁଛି। ଠିକ ସେତିକି ବେଳେ ଶିକ୍ଷୟିତ୍ରୀ ଭାବିଲା, ଏମିତି ସୁଯୋଗ ମତେ ବି ମିଳୁଛି ଆଉ ମୁଁ ଯଦି ଛାଡିବି ଏଭଳି ସୁଖ ଆଉ ଶାନ୍ତି ମିଳିବ ନାହିଁ ମତେ। ସେମିତି ଭାବିକି ସେ ଶିକ୍ଷକକୁ ଜମାରୁ ଛାଡିଲା ନାହିଁ, ଜାବୁଡିକି ଧରିଲା। ଆଉ ଶିକ୍ଷକ ଦେଖନ୍ତୁ ଦର୍ଶକ ବନ୍ଧୁ କେମିତି ଶିକ୍ଷୟିତ୍ରୀକୁ ଟେକିକି ଭିତର ରୁମକୁ ନେଉଛି। ଶିକ୍ଷକ ଶିକ୍ଷୟିତ୍ରୀକୁ ଟେକିକି ଦେଖନ୍ତୁ ଦର୍ଶକ ବନ୍ଧୁ ଦୃଶ୍ୟକୁ। ଠିକ ସେତିକି ବେଳେ ଶିକ୍ଷୟିତ୍ରୀ କହୁଥିଲା, ମୋର ପାଣି ବାହାରିଲାଣି, ତୋର କଦଳୀ ଶୀଘ୍ର ପୁରା, ନହେଲେ ପାଣି ବନ୍ଦ ହେବ ନାହିଁ। ଶିକ୍ଷକ ଠିକ ସେତିକି ବେଳେ କହିଲା ଶିକ୍ଷୟିତ୍ରୀକୁ, ଏମିତି ସୁଯୋଗ ମିଳିଛି ଆଜି ତତେ ମୁଁ ଛାଡିବି ନାହିଁ, ଏମିତି କରିବି ତୋ ସ୍ୱାମୀ କି କରିନଥିବ। ତାପରେ ଶିକ୍ଷୟିତ୍ରୀଟି କହିଲା, ଯେତେ ଯେମିତି କରୁଛୁ କର, ଆଗ ପଟ ପଛ ପଟ ଉପର ପଟ ତଳ ପଟ ସବୁ ପଟେ କରିବୁ, ମୁଁ ମନା କରିବି ନାହିଁ। ମୋର ଏତେ ହିଟ୍ ହେଇଗଲା ଯେ ମୁଁ ସମ୍ଭାଳି ପାରୁନାହିଁ। ଦର୍ଶକ ବନ୍ଧୁ ଏଭଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆପଣ କଣ କରିବେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଆଉ ଏଭଳି ନୂଆ ନୂଆ ଅପଡେଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ, ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ ଖବର ସବୁଦିନ ସର୍ବପ୍ରଥମେ ଆପଣମାନେ ପାଇପାରିବେ।